ଚାକିରି ପାଇବା ପରେ ଆର୍ଥିକ ସ୍ୱାଧୀନତା ପାଇଥିଲେ ବି କ'ଣ ସବୁ ହରାଇବାକୁ ପଡ଼ିଛି ଆସନ୍ତୁ ଜାଣିବା। ସମସ୍ତଙ୍କୁ ଶୁଭ ସକାଳ। ଧରିତ୍ରୀ ମା'କୁ ସ୍ପର୍ଶ କରି ପ୍ରଣାମ ଜଣାଇବା ପରେ ବାହାରିଥିଲି ଜିମ୍। ଏହି ନିର୍ଜନ ରାସ୍ତାରେ ଯାଉ ଯାଉ ମନେ ପଡ଼ିଥିଲା ପିଲାଦିନର ସେ କଥା। ଶୀତଦିନ ସକାଳେ ଉଠି ନ ପାରିଲେ ବାପାଙ୍କର ବାକ୍ୟ ଆରମ୍ଭ ହେଉଥିଲା, ଦେଖ ହୋ କେମିତି କୁମ୍ଭକର୍ଣ୍ଣ ଭଳି ଶୋଇଛି। ତାଙ୍କ କଥା ନ ଶୁଣୁ ମା' କୁହନ୍ତି, ଏମିତି ଶୋଇଲେ ଭବିଷ୍ୟତରେ କ'ଣ କରିବ ମୋତେ କିଛି ବୁଦ୍ଧି ବାଟ ଦିଶୁନି। ଆଜ୍ଞା, ସମୟର ପ୍ରଖର ସ୍ରୋତରେ ମୁଁ ଆଜି ଏତେ ଦୂରକୁ ଭାସି ଆସିଛି ଯେ ନା ଶୁଭୁଛି ବାପାଙ୍କର ସେ ସ୍ୱର, ନା ଦେଖିବାକୁ ମିଳୁଛି ମାଆଙ୍କର ସେ ଚିନ୍ତାଗ୍ରସ୍ତ ମୁହଁ। ଆପଣମାନଙ୍କ ମଧ୍ୟରୁ କେଉଁମାନେ ଚାକିରି ପାଇବା ପରେ ଏମିତି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି କମେଣ୍ଟରେ ଜଣାଇବେ। ବାରବେଲ୍ ଓଭରହେଡ୍ ପ୍ରେସ୍ରୁ ଆରମ୍ଭ ହୋଇଥିଲା ଆଜିର ସୋଲ୍ଡର ୱାର୍କଆଉଟ୍। ପରେ ଆର୍ନୋଲ୍ଡ ପ୍ରେସ୍ର 3ଟି ସେଟ୍ 12 ରେପ୍ସର ଓ ଲାଟରାଲ୍ ରେଜ୍ର 3ଟି ସେଟ୍ 15 ରେପ୍ସର କରିଥିଲି। ଫେସ୍ ପୁଲ୍ଅପ୍ରେ ଶେଷ ହୋଇଥିଲା ଆଜିର ୱାର୍କଆଉଟ୍। ବ୍ରେକଫାଷ୍ଟ ସାରି ରେଡ଼ି ହେବା ପରେ ସ୍କୁଲରେ ପହଞ୍ଚେ ତ ଆରମ୍ଭ ହୋଇଥିଲା ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଇଁ ସମସ୍ତ କାର୍ଯ୍ୟକ୍ରମ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜର ଅଭିଭାଷଣ ପ୍ରଦାନ କରିବା ପରେ ଶକ୍ତି କ୍ଲବର ମାର୍ଗଦର୍ଶକ ଶିକ୍ଷକ ଭାବେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ଲାଭ କରିଥିବା ପିଲାମାନଙ୍କ ନାମ ଘୋଷଣା କରିଥିଲି। କିଛି ଫଟୋ ଉଠାଇବା ପରେ ସାର୍ମାନେ ଚୌକିରୁ ନ ଉଠୁଣୁ ପିଲାମାନେ ଗୋଟି ଗୋଟି କରି ଧରି ଚାଲିଲେ ଅଫିସ୍। ସ୍କୁଲରୁ ଆସି ରେଷ୍ଟ ନେବା ପରେ ଇଭିନିଂ ୱାର୍କଆଉଟ୍ ଷ୍ଟାର୍ଟ କରିଥିଲି। ପୁଷଅପ୍ ପରେ କାପ୍ ମସଲକୁ ସ୍ଲୋଲି ଟ୍ରେନ୍ କରିଥିଲି, କାହିଁକିନା ଏହା ଆମ ଶରୀରର ଦ୍ୱିତୀୟ ହୃତ୍ପିଣ୍ଡ। କିଛିଟା ପୋଜିଂ କରି ସାରିଥିଲି ଆଜିର ୱାର୍କଆଉଟ୍। ମନେ ମନେ ଶିବମର ମାଉସୀ ପୁଅ ଶୁଭମ ବୋଲି ନିଜକୁ ଭାବିଥିଲି। ରାତି ଭୋଜନ ସାରି ଚାଲିଲି ଶୋଇବାକୁ। ଶୁଭରାତ୍ରି।